ଆଣିଛି ଆଉ କେମିତି ଆଣିବିନି ତାମାନେ ତୋ ସହିତ ଟିଆପାଲା କରିବାକୁ ତୋ ସ୍ୱାମୀ ମତେ ଲାଇସେନ୍ସ ଦେଇଛି ନାଇଁ ମୋ ସ୍ୱାମୀ କେବେ ଏମିତି କାମ କରିପାରିବନି ଆରେ ପଚାର ଏଇଟା ସତ ନା ମିଛ ସଞ୍ଜୟ ଏ ଯାହା କହୁଛି ଏ କଥା କଣ ସତ ହଁ ସତ ସଞ୍ଜୟ ତୁ କଣ କଲୁ ତୁ ନିଜ ସ୍ତ୍ରୀକୁ ହଦି ହାତରେ ଟେକି ଦେବାକୁ ଚାହୁଁଛୁ ତୁ ମଣିଷ ନା ରାକ୍ଷସ হ্যালো ডার্লিং দেওদান মহাপুণ্য তোমার এই সুন্দর দেহকু জাপানি বাইকে দান করি তা মন খুশি করিদেলে অসুবিধা কোন না তা কেবে ମୋ ହବାକୁ ଦେବିନି চুপ কর তোতে মো পাইদা পাই বাই হইতিলে সেতেবেলে দরকার তো মো কামরে আসিব চুপচাপ জাপানি বাই পাক চালি যা ନାଇଁ যা ভাই ନାଇଁ আচ্ছা জাপানি ভাই হোল্ড করবে ও চালি রে ମୋ କଥା ଟିକେ ଶୁଣ ଆଲୋ ନାଇଲ ତୁ ତତେ ପାଟି କଲେ କେହି ତତେ ବଞ୍ଚେଇବାକୁ ଆସିବେନି ଏଇ ଭିତରେ କେବଳ ତୁ ଆଉ ମୁଁ ନା ମୁଁ ତୁମକୁ ହାତ ଯୋଡୁଛି ମୋର ସର୍ବନାଶ କରନି ମୁଁ ବି ଏ ଘରର ସର୍ବନାଶ ହଉଛି ସେଇଥିପାଇଁ ସେଦିନ ତୋ ଭାଇ ଅଜୟକୁ ମୁଁ ଆଉ ତୋ ସ୍ୱାମୀ ସଞ୍ଜୟ ମିଶି ମାରି ଦେଇଥିଲୁ ଆଉ ସେ ଦୋଷ ସବୁ ମନ ମୁଣ୍ଡରେ ଲଦିଦେଲୁ ଆଉ ଆଜି ଆଜି ତ ଇଜ୍ଜତ ଦେଲା ପରେ ସଞ୍ଜୟଟା ଦାଣ୍ଡର ଭିକାରୀ ହେଇଯିବ ଭିକାରୀ ହେ ବେଇମାନ କୁତ୍ତା ତୁ ତାହେଲେ ମୋ ଭାଇକୁ ମାରିଛୁ ତୋତେ ମୁଁ ଛାଡ଼ିବିନି କ'ଣ କରିବୁ? ଏଇ ସାଙ୍ଗେ ସାଙ୍ଗେ ମୁଁ ପୋଲିସ ଷ୍ଟେସନ ଯିବି ଆଉ ତୋ ନାଁରେ ଗୋଟିଏ ଗୋଟିଏ କରି ସବୁ ସତ କଥା କହିଦେବି ତୁ ଯୁଆଡ଼େ ଯିବୁ ଯା କିନ୍ତୁ ତା ପୂର୍ବରୁ ମୁଁ ତୋ ସହିତ ଟିକେ ରଙ୍ଗ ଖେଳିବାକୁ ଚାହେଁଲୋ ହ୍ୟାଲୋ ହ୍ୟାଲୋ ଛାଡ଼ିଦେବେ ମୋ ବୋହୂକୁ ଓ ବାବା ଶ୍ରୀ ତମେ ଆସିଛ ନିଜ ବୋହୂକୁ ଉଦ୍ଧାର କରିବାକୁ ଚାଲିଯାଅ ଏଠାରୁ ମୋ ଖାଇବା ଭାତରେ ତୋଳିବାର ଚେଷ୍ଟା କଲେ ଆଗ ତମେ ମରିବ ଆରେ ମାରିଦ ମତେ କିନ୍ତୁ ମୋ ବୋହୂର କିଛି ହେବାକୁ ଦେବିନି ଭଲରେ କହୁଛି ନହେଲେ ମୁଁ ତୋର କ'ଣ କରୁଛି ଏଇ ଦେଖ ଆରାମ କଥା ବୁଲ କିଏ ଜଣେ ଆସି ମୋ ପଛପଟରୁ ମୋ ମୁଣ୍ଡକୁ ମାରିଦେଲା ଯେ ମୁଁ ଜାଣିପାରିଲିନି ଏ ଶ୍ୱଶୁର ବୋଉ ଦୁଇଟା ବି ମୋ ହାତରୁ କଷିଗଲେ ଆରେ ନାଇଁ ଛାଡ଼ିବିନି ସେମାନଙ୍କୁ ମାରିଦେବି ମୁଁ
ଜପାନି ଭାଇ ମୋ ସ୍ତ୍ରୀ ତୁମକୁ ମତେ ଦେଲା ତ ଆରେ କମ୍ପ ଆଳୁଟା ଦେଲା ତୋ ବାପା ଆଉ ତୋ ସ୍ତ୍ରୀ ମୋ ମୁଣ୍ଡରେ ମାଡ଼ ମାରି କୁଆଡ଼େ ଚମ୍ପଟ ମାରିଲେ। ଓ এই কথা ଆଉ ଦିନେ ଚାନ୍ସ ଦେଲେ ହବ ଯେ କି ଆମେ ରହିବେ ଦରକାର ନାହିଁ ତୋର ସ୍ତ୍ରୀ ମୁଁ ଯାହା ପାଇବା କଥା ମୁଁ ପାଇ ସାରିଛି। ଜପାନି ଭାଇ ଏଥର ମୋ ବାପାର ସମ୍ପତ୍ତି ମୋର ହବ ତ ଏ ସମ୍ପତ୍ତିର ମାଲିକ ମୁଁ ହୋଇପାରିବି ତ ଆମେ ରହିବେ এই সম্পত্তির মালিক তুই ହେଇପାରିବୁନି ବେ। କାହିଁକି ହୋଇପାରିବନି তুমি ଯାହା କହିଲ ମୁଁ ତାହା କଲି ଶେଷରେ ମୋ ସ୍ତ୍ରୀକୁ ବି ତୁମ ହାତରେ ଦାନ କରିଦେଲି ଆଉ କେମିତି ହବନି ଆରେ ଧନ ଜେନା ଅଛି ଯେ ତୁ ଖାଇବୁ ତୋ ବାପାର ସମ୍ପତ୍ତି ପରା ସବୁ ମୋ ନାଁରେ କରିଦେଇଛି। ଆରେ ଶୁଣ ଏସବୁ ସମ୍ଭବ ହେଲା କେମିତି ଆରେ ବକା ସେଇଦିନ ପରା ସାଦା ପେପରରେ ତୋ ବାପାର ସାଇନ୍ ମରେଇଥିଲୁ ଆଉ ମୁଁ ସେଥିରେ ଲେଖିଦେଲି ମୋହନ ଦାସ ନିଜର ସମସ୍ତ ସମ୍ପତ୍ତି ଏ ଜାପାନୀକୁ ଦାନ କରିଦେଇଛନ୍ତି। ଆମେ ଜପାନି ଲେଖ ତୁ ମୋ ସହିତ ଏତେ ବଡ଼ ଗାଦାରି କଲୁ ତୋ କଥାରେ ପଡ଼ି ମୋ ସ୍ତ୍ରୀ ଆଉ ବାପାଙ୍କୁ ବହୁତ କଷ୍ଟ ଦେଇଛି ସେ ସବୁ ହିସାବ ତୁ ନବୁ ଭାଇ এই দেখ আনন্দ এইটা ମୋ ଘରଟିଆ ହେଇ ବେଶୀ ବଡ଼ ପାଟିର କଥାବାର୍ତ୍ତା କରନା ନହେଲେ ପୋଲିସକୁ କହିଦେବି ତୋ ଶଳା ଅଜୟକୁ ତୁ ମାରିଛୁ। ତୋ ଶଳା ଅଜୟକୁ ତୁ ମାରିଛୁ ବୋଲି 12 ବର୍ଷ ଜେଲ ହେଇଯିବ ବେ। ଭଲ ଗତି ଅଛି ତ ସୁନା ପିଲା ପରେ ଏଠାରୁ ଚାଲିଯା ନହେଲେ ঠিক আছে ମୁଁ ଯାଉଛି ହେଲେ ମୁଁ ଯୋଉଦିନ ଫେରିବି ସେଇଦିନ ସାଙ୍ଗରେ ତ ମରଣ ନେଇ ଆସିବି ଓ ତ ମରଣ ମନେ ରଖ ଆରାମ ओ तो बड़े लड़का काटते दौकड़े टका मौका देखे मारा चौका चक्का ए बहुत करा है ଯେତେ ସେତେବେଳେ ଖାଲି ମାରେ ଚୌକା ଚୌକା ଗୁଟିଆଲ ଚୌକା ମାରୁଛୁ ହଁ ନା ଗୁଟିଆଲ ଚୌକା ମାରୁଛୁ ଆମେ କୋଉଠି ଲୁଚିବା ସେଇ କଥା ଟିକେ ଚିନ୍ତା କରୁନୁ। अबे कौन पाई लुचबा बे କଣ ପାଇଁ ଲୁଚିବ ଜାଣିନୁ ରେ ଆମ ନାଁରେ କମ୍ପ୍ଲେନ୍ ଦେବାକୁ ସମସ୍ତେ ଥାନାକୁ ଯାଉଛନ୍ତି ପୋଲିସ ଆସିଲେ ସିଧା ସେଣ୍ଟ୍ରାଲ ଜେଲ୍। ये जाऊँ बे କଣ ଆଉ କହିବି ଜାପାନୀ ବାବୁ କଣ ଆଉ କହିବି ସେ ରାକ୍ଷୀ ମୋହନ ଦାସ ଗୀତା ସଞ୍ଜୟ ସମସ୍ତେ ଯାଉଛନ୍ତି। अबे नहीं बे से माने थाना को जीवा पूर्वरु ମୁଁ ସେମାନଙ୍କୁ କୋଟି କୋଟି କରି ମାରି ଶେଷ କରିଦେବେ। ଆମେ ଚାଲବେ।